ଦଣ୍ଡନାଚ ପରିପ୍ରେକ୍ଷୀରେ ଚିତ୍ରାଳୟ ମାଲିକ ସଂଘର ପ୍ରସ୍ତୁତି ବୈଠକ। ଓଡ଼ିଶା ଚିତ୍ରାଳୟ ମାଲିକ ସଂଘର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉତ୍କଳ ଆଶ୍ରମଠାରେ ସଭାପତି ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ଦୁର୍ଗାପ୍ରସାଦ ଆଚାର୍ଯ୍ୟ ଆସନ୍ତା ଦଣ୍ଡନାଚରେ ସରକାରଙ୍କ ନିୟମାବଳୀକୁ ଅନୁସରଣ କରି ନାଟକ ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ। ସମସ୍ତ ମାଲିକ ପ୍ରୋଗ୍ରାମ ପାଇଁ ଚୁକ୍ତି କଲାବେଳେ ନାଟ୍ୟ ସଂସ୍ଥାମାନେ ନିଜ ଅଞ୍ଚଳର ଥାନା କିମ୍ବା ତହସିଲଦାରଙ୍କ ଠାରୁ ଅନୁମତି ପତ୍ରର ନକଲ ଏବଂ ଯେଉଁ କର୍ତ୍ତାଙ୍କ ଦାଣ୍ଡରେ ନାଚ ହେବ ସେମାନେ ନିଜ ଅଞ୍ଚଳର ଥାନା ଅଧିକାରୀଙ୍କ ଠାରୁ ଅନୁମତି ଆଣିବା ପରେ ନାଟକ ପରିବେଷଣ କରିବାକୁ ଦୃଢ଼ ପରାମର୍ଶ ଦିଆଯାଇଥିଲା। ଏହି ବୈଠକରେ ସଂଘର ଅଧିକାଂଶ ମାଲିକ ଉପସ୍ଥିତ ଥିଲେ। ଶେଷରେ ଉପସଭାପତି ଧ୍ରୁବ କୁମାର ପ୍ରଧାନ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚଜ୍ୟୋତି ନ୍ୟୁଜ ତରଫରୁ ସୁଭାଷ ଚନ୍ଦ୍ର ସାହୁ ରୋଶନଙ୍କ ରିପୋର୍ଟ।